କିଛି ଦିନ ହେଲା ଆମ ଗାଁରେ ମୁଁ ଅଛି। ଆମ ଗାଁରେ ଆଜ୍ଞା ବୁଢ଼ାମାନେ କିମ୍ବା ମୋର ବଡ଼ ବୟସ୍କ ଲୋକମାନେ ମୋତେ ପଚାରିବେ ଯେ ବାବା କେବେ ତକ ବର୍ଷା ହେବା ବୋ କୁହୁଡ଼ି କରିছে ଯେ ଶୀତ ଧୁମ କରୁଛେ ଏଇଟା କେବେ ବନ୍ଦ ହେବା। ତ ଏହିପରି ପ୍ରଶ୍ନ ମୋତେ ପଚାରନ୍ତି ଆଜ୍ଞା ଯେ କେବେ ବର୍ଷା ହେବ, କେବେ ସେ କେତେ ଦିନ ପର୍ଯ୍ୟନ୍ତ ଶୀତ କରିବ, କେବେ କେତେ ଦିନ ପର୍ଯ୍ୟନ୍ତ କୁହୁଡ଼ି ଢାଙ୍କି ରହିଥିବ। ତ ଏହିପରି ପ୍ରଶ୍ନ ମୋତେ ପଚାରନ୍ତି। ମୁଁ ଯେତେବେଳେ ତାଙ୍କୁ କୁହେ ଆଜ୍ଞା ମୁଁ ଜାଣିନି କୁହେ, ସେ କହିବେ ପାଠ ପରେ ପଢ଼ିଛୁ କେନ୍ତା ନାଇଁ ଜାଣିପାରବାର, ନ୍ୟୁଜ୍ ନାଇଁ ଦେଖବାର। ତ ଆଜ୍ଞା ସେମାନେ କୁହନ୍ତି ନ୍ୟୁଜ୍ ତ ଦେଖୁନୁ କି। ତ ଆଜ୍ଞା ଦେଖନ୍ତୁ ମୁଁ ସେଥିପାଇଁ ଭାବିଲି ଯେ ଆମରି ଚ୍ୟାନେଲ୍ରେ ଆମେ ବର୍ଷା ପାଗ ପାଣିପାଗ ବିଷୟରେ ବା ୱେଦର୍ କ'ଣ ତା'ର ରହିଛି, କେଉଁ ଜିଲ୍ଲାରେ ସବୁ ରହିଛି ସେ ବିଷୟରେ ମଧ୍ୟ ଭିଡ଼ିଓ ନେଇକି ଆସିବି ବୋଲି ସେଇଠାରୁ ମୁଁ ଚିନ୍ତା କଲି। ତ ନିହାତି ଭାବରେ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ଜାଣିପାରିବେ ଆଜିର ଭିଡ଼ିଓରେ ଯେ କେଉଁ ଜିଲ୍ଲାରେ କୁହୁଡ଼ିର ସମ୍ଭାବନା ରହିବ। 10ଟି ଜିଲ୍ଲାରେ ତ ସମ୍ଭାବନା ରହିଛି, ସେଇ ଜିଲ୍ଲା ଗୁଡ଼ାକ କେଉଁ ଜିଲ୍ଲା ରହିବ। ତା ସହିତ ଆମେମାନେ ଦେଖିବା ଯେ ଆଉ କେତେ ଦିନ ପର୍ଯ୍ୟନ୍ତ ଶୀତଟି ରହିବ, ଲାଗି ରହିବ, ବର୍ଷା ପାଗ ଅଛି ନା ନାହିଁ ବା ବର୍ଷା ହେବ ନା ନାହିଁ ସେ ବିଷୟରେ ମଧ୍ୟ ମୁଁ ଆପଣମାନଙ୍କୁ କହିବି। ତେଣୁକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଆପଣମାନେ ଦେଖୁଥାନ୍ତୁ, ଜାଣିପାରିବେ ଆଜ୍ଞା। ତ ଏଠାରେ କୁହାଯାଉଛି କ'ଣ ଯେ 10 ତାରିଖ ଯାଏଁ 10 ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିବ। 14 ତାରିଖ ଯାଏଁ 10 ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିବ। ତ ପ୍ରଥମ ହେଡ଼ଲାଇନ୍ରୁ ଆମେମାନେ ସମସ୍ତେ ଜାଣିଗଲେ ଯେ ଆମର 14 ତାରିଖ ଯାଏଁ 10ଟି ଜିଲ୍ଲାରେ ଘନ କୁହୁଡ଼ି ରହିବ। କେଉଁ ଜିଲ୍ଲାରେ ଘନ କୁହୁଡ଼ି ରହିବ ଚାଲନ୍ତୁ ସେ ବିଷୟରେ ଆମେମାନେ ଡିସ୍କସନ୍ କରିନେବା ଆଜ୍ଞା। ତ ଏଠାରେ କୁହାଯାଉଛି କ'ଣ ଯେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଦେଖାଯାଉଛି ଘନ କୁହୁଡ଼ି। କୁହୁଡ଼ି ପାଇଁ ଯାତାୟାତରେ ଅନେକ ସମସ୍ୟା ଦେଖାଯାଉଛି। ଆମେମାନେ କାଲି ବାଇକ୍ରେ ଯାଉଥିଲୁ ସକାଳୁ କେଉଁ ଗୋଟେ ଜାଗାକୁ, ତ ସେଇ ଗଲାବେଳେ ଆଜ୍ଞା ସେଇ କାର୍ ଗୁଡ଼ାକ ବିଲକୁଲ ଦେଖାଯାଉନଥାଏ। ତା'ର ଲାଇଟ୍ ଗୁଡ଼ାକ ଖାଲି ଯେଉଁ ଫଗ୍ ଲାଇଟ୍ ଗୁଡ଼ାକ ଥାଏ ସେଇଟା ଦେଖାଯାଉଥାଏ। ତ ମୁଁ ଭାବି ପାରୁନଥିଲି ସେଇଟା ଛୋଟ ଗାଡ଼ି ନା ବଡ଼ ଗାଡ଼ି ନା ଅଲ୍ଟୋ ନା ଡିଜାୟାର ନା ସେଇଟା କ୍ରେଟା, ମୋତେ ବିଲକୁଲ ଜଣାପଡ଼ୁନଥିଲା। ତ ଯେତେବେଳେ ପାଖକୁ ଆସିଲା ମୁଁ ଡରି ଯାଉଛି, ଏତେ ବଡ଼ ଇନୋଭାଟିଏ ଆସୁଛି। ତ ଏହିପରି ସବୁ ଅସୁବିଧା ରହୁଛି। ତ ଏଇ କୁହୁଡ଼ି କେତେ ଦିନ ପର୍ଯ୍ୟନ୍ତ ରହିବ, କେଉଁ ଡିଷ୍ଟ୍ରିକ୍ଟରେ ରହିବ ଆପଣମାନେ ସମସ୍ତେ ଜାଣିବେ ଆଗକୁ। ଯେ ଆମେମାନେ ଜାଣିଲେ ଯେ 14 ତାରିଖ ପର୍ଯ୍ୟନ୍ତ ଆମର ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପ୍ରାୟଲି ରହିବ। 10 ଜିଲ୍ଲାରେ କୁହୁଡ଼ି ପାଇଁ ପାଣିପାଗ ବିଭାଗ ଶନିବାର ପୂର୍ବାନୁମାନ କରିଛି। 14 ତାରିଖ ଯାଏଁ 10 ଜିଲ୍ଲାର ପ୍ରବଳ କୁହୁଡ଼ି ସମ୍ଭାବନା ରହିଛି। ସେ ଜିଲ୍ଲା ଗୁଡ଼ାକ ହେଲା ଆଜ୍ଞା ଝାରସୁଗୁଡ଼ା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଘନ କୁହୁଡ଼ିର ସମ୍ଭାବନା ରହିଛି। କେଉଁ ଜିଲ୍ଲାରେ ଆଜ୍ଞା ଦେଖନ୍ତୁ ଯେ କେଉଁ ଜିଲ୍ଲାରେ ଘନ କୁହୁଡ଼ି ସହିତ ଶୀତ ମଧ୍ୟ ଅଧିକ ପ୍ରବଳ ହେବାର ଅଛି। ଯେ ଝାରସୁଗୁଡ଼ା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଏହିସବୁ 10ଟି ଜିଲ୍ଲାରେ ଆଜ୍ଞା ଘନ କୁହୁଡ଼ି ସହିତ ପ୍ରବଳ ଶୀତ ହେବ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ। ଆମେମାନେ ଆଗରୁ ମଧ୍ୟ ଅନୁମାନ କରନ୍ତି ଯେ ମକର ସରିଲେ ଶୀତ ସରିଲା ବୋଲିକି କୁହନ୍ତି। ମକର ପିଠା ଖାଇଲ, ଗାଧୋଇଦେଲ, ଶୀତ ସରିଲା, ନିଆଁ ତାପିଦେଲେ ଶୀତ ସରିଗଲା ଆଜ୍ଞା। ଏହିପରି ମଧ୍ୟ କଥା ଆପଣମାନେ ଶୁଣିଥିବେ ଯେ ଗତ 2 ଦିନ ହେବ ରାଜ୍ୟରେ ପ୍ରବଳ ଶୀତ ସହିତ ଘନ କୁହୁଡ଼ି ଆଜ୍ଞା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଯେଉଁ ଆକାରରେ ଶୀତ ହେଉଛି, ପ୍ରବଳ ଶୀତ ଆଜ୍ଞା। ଆଜି ସକାଳୁ କଟକ, ଭୁବନେଶ୍ୱରରେ ପ୍ରବଳ କୁହୁଡ଼ି ପରିଲକ୍ଷିତ ହୋଇଛି। ପରିସ୍ଥିତି ଏଭଳି ହୋଇଛି ଯେ 100 ମିଟର ଆଗକୁ ରାସ୍ତା ଦେଖାଯାଉନାହିଁ। 100 ମିଟର ଆଜ୍ଞା କଥା କ'ଣ, ଆମର ସମ୍ବଲପୁର ଜିଲ୍ଲା ଯେହେତୁ ପାହାଡ଼ିଆ ଜାଗା ବା ଜଙ୍ଗଲିଆ ଜାଗା, ତ ଆଜ୍ଞା 100 ମିଟର ତ ଆଜ୍ଞା ଅଧିକ କହିଦେଉଛନ୍ତି, ପେପରରେ ଅଧିକ ଛାପି ଦେଇଛନ୍ତି। କିନ୍ତୁ ଆଜ୍ଞା 50 ମିଟର 30 ମିଟର ମଧ୍ୟ ଭଲ ଭାବରେ ଦେଖାଯାଉ ନାହିଁ। ଏଇ ଘନ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଯାଉଛି ଆଉ ଆକ୍ସିଡେଣ୍ଟ ମଧ୍ୟ ବହୁତ ହେଉଛି ଆଜ୍ଞା। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଆଉ ଦିନକ ପରେ ରାଜ୍ୟର ତାପମାତ୍ରା ବଢ଼ିପାରେ। 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଘଟିବା ପରେ ଶୀତ ଅଟୋମେଟିକାଲି କମିଯିବ। ନିହାତି ଭାବରେ ଏମିତି ଯଦି ହେବ ନିହାତି ଭାବରେ ଶୀତ କମିଯିବ ଆଜ୍ଞା। ମୁଁ ଆଶା କରୁଛି ଆପଣମାନେ ସମସ୍ତେ ବୁଝିପାରିଥିବେ। ଛୋଟିଆ ଭିଡ଼ିଓଟିଏ ଥିଲା, 3-4 ମିନିଟ୍ର ଭିଡ଼ିଓଟିଏ ଥିଲା। ଯଦି ଏହିପରି ଭିଡ଼ିଓ ଆଗକୁ ଆପଣମାନେ ଦେଖିବା ପାଇଁ ଚାହୁଁଛନ୍ତି ନିହାତି ଭାବରେ ମୋତେ କମେଣ୍ଟରେ ଜଣାନ୍ତୁ। ପାଣିପାଗର ଡିଟେଲ୍ସ ମଧ୍ୟ ମୁଁ ଚ୍ୟାନେଲରେ ନେଇକି ଆସିବି। ଆଶା କରୁଛି ଆପଣମାନେ ବୁଝିଯାଇଥିବେ। ଭିଡ଼ିଓ ଯଦି ଭଲ ଲାଗିଲା ଲାଇକ୍ ଟିକେ କରିଦେବେ ଆଜ୍ଞା। ଭଲ ଲାଗିଲେ କରିବି, ନହେଲେ ମୁଁ ଆପଣଙ୍କୁ ଜବରଦସ୍ତି କରୁନାହିଁ। ଆଉ ଆମ ଚ୍ୟାନେଲରେ ଏହିପରି ଭିଡ଼ିଓ ଗୁଡ଼ାକ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ। ଆଉ ଯେଉଁ ବବା ବଡ଼ି ମାନେ ଅଜା ଆଈ ମାନେ ପଚାରୁଛନ୍ତି କେତେ ଦିନ ପର୍ଯ୍ୟନ୍ତ ଶୀତ ହେବ, ଭିଡ଼ିଓଟାକୁ ତାଙ୍କୁ ହିଁ ସେୟାର କରିଦିଅନ୍ତୁ ଆଜ୍ଞା। ମୁଁ ଆଶା କରୁଛି ଆପଣମାନେ ବୁଝିପାରିଥିବେ। ପୁଣି ଦେଖା ହେବା ଆଉ ଏକ ସୁନ୍ଦର ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଆପଣମାନେ ମୋତେ ବିଦାୟ ଦିଅନ୍ତୁ। ଧନ୍ୟବାଦ।